ଅପେକ୍ଷା ଥାଏ। ଆପଣ ଆସିଲେ ପୁରା ଟିମ୍ ଆସିଛି, ନାଟକ ହେଉଛି ଯେ କେତେ ଉତ୍ସାହ ହେଉଛି। ହଜାର ହଜାର ଦର୍ଶକ ଏଇ ଜାଗା ଯଦି ଅନ୍ୟ ଜାଗା ଅପେକ୍ଷା 5,000 6,000 ଦର୍ଶକ ଯାତ୍ରା ପରିବେଷଣ କରିବା। ପ୍ରଥମେ ନମସ୍କାର, ଜୟ ଜଗନ୍ନାଥ। ଇଏ ହେଉଛି ଗୋଟେ ଐତିହ୍ୟ ଜାଗା ଦେଖି ଖଣ୍ଡଗିରି ମହାକୁମ୍ଭ ମେଳା ବର୍ଷକୁ ଥରେ ଆସେ। ମାଘ ସପ୍ତମୀରେ ଡୁବ ପକାଇ ଯେତେବେଳେ ଏଠି ଆସି ସାଧୁ ସନ୍ଥମାନଙ୍କର ଆଶୀର୍ବାଦ ନିଅନ୍ତି ଶ୍ରଦ୍ଧାଳୁମାନେ, ତା ସହିତ ରାତି ଅନିଦ୍ରା ରହି ଆମ ଯାତ୍ରା ଦର୍ଶକମାନେ ସେମାନେ ଯାତ୍ରାକୁ ଉପଭୋଗ କରିଥାନ୍ତି। ତେଣୁ ଏଥର 13-14ଟି ଯାତ୍ରା ଦଳ ଏଠି ବାଜିବାଦ କରିଛନ୍ତି। ସମସ୍ତେ ତାଙ୍କର କଳା କୌଶଳ ନୃତ୍ୟ ସଙ୍ଗୀତ ପରିବେଷଣ କରିଛନ୍ତି। ସମସ୍ତଙ୍କୁ ଭଲ ପାଇବା ଦେଇଛନ୍ତି ଆମର ଦର୍ଶକ ଦେବତା। ଏଇଥିପାଇଁ ମୋତେ ଖୁସି ଲାଗୁଛି ଯେ ଏଥର ଗୋଟେ ନିଆରା ଢଙ୍ଗରେ ସରକାରଙ୍କର ଯଦିଓ ସେମିତି କିଛି କଟକଣା ନଥିଲା, କିନ୍ତୁ ସ୍ଥାନୀୟ ପ୍ରଶାସନର ଯେଉଁ SOP ଜାରି କରିଥିଲେ ତାକୁ କାଏମ ରଖିଛନ୍ତି ଆୟୋଜକମାନେ। କୌଣସି ମଞ୍ଚରେ ଅଶ୍ଳୀଳତା ପ୍ରଦର୍ଶନ କରାଯାଇ ନାହିଁ। ମୁଁ ସେଇଥିପାଇଁ ଲାଷ୍ଟ ଫେଜ୍ରେ ଥିଲି। ଲାଷ୍ଟ ଫେଜ୍ରେ ଆମର ସେକେଣ୍ଡ ଫେଜ୍ ଯେଉଁଟା, ସେକେଣ୍ଡ ଫେଜ୍ରେ ମୁଁ ଅନୁଧ୍ୟାନ କଲି ଯେ ପ୍ରତ୍ୟେକ ମଞ୍ଚରେ ଏଇ ଶାଳୀନତାର ସହ କଳାକାରମାନେ ତାଙ୍କର ନିକ୍ଷଣ ଅଭିନୟ ମାଧ୍ୟମରେ ଦର୍ଶକ ଭଲ ପାଇବା ସାଉଁଟିଛନ୍ତି। ତେଣୁ ବହୁତ ଖୁସି ଲାଗୁଛି ମୋତେ। ଦୀର୍ଘ ଦିନର ଯେଉଁ ମୋର ଇଚ୍ଛା ଥିଲା, ଯେଉଁ ବିରୋଧର ସ୍ୱର ଉଠିଥିଲା, ସେ ସ୍ୱର ଆଜି ମାନେ ପରୀକ୍ଷା, ଯେଉଁଟାକି ଅଶ୍ଳୀଳତା ପ୍ରଦର୍ଶନ ନ କରି ମଧ୍ୟ ଜନସମାଗମ ହୋଇପାରିଛି। ତେଣୁ ମୁଁ ଆତ୍ମତୃପ୍ତି ମୋତେ ମିଳିଛି। ସ୍ଥାନୀୟ ଲୋକଙ୍କର ସପୋର୍ଟ ଦେଇକି ଏଥିପାଇଁ ମଧ୍ୟ ସଫଳତା ପଛରେ ସେମାନଙ୍କର ବି ହାତ ରହିଛି। ତେଣୁ ସମସ୍ତଙ୍କୁ ଆପଣଙ୍କ ଏଇ ଚ୍ୟାନେଲ୍ ମାଧ୍ୟମରେ ଧନ୍ୟବାଦ ଦେବି। ଏଇଟା ହେଉଛି ଗୋଟେ ଉଦାହରଣ ହେଲା ଖଣ୍ଡଗିରି କୁମ୍ଭମେଳା। ଏଇ ଉଦାହରଣ ସୃଷ୍ଟି କଲା ହେଉଛି ଖଣ୍ଡଗିରି କୁମ୍ଭମେଳା। ଯଦି ଅଶ୍ଳୀଳତା ପ୍ରଦର୍ଶନ ନ କରି ଯଦି ଏତେ ଜନସମାଗମର ଆଗମନ ହେଇପାରେ, ତ ଆମ ଅଞ୍ଚଳରେ କାହିଁକି ହେବନି? ତ ଇଏ ହେଉଛି ଓଡ଼ିଶା ମାଟି, ଉତ୍କଳ ମାଟି, ସାହିତ୍ୟର ମାଟି, ସଂସ୍କୃତିର ମାଟି। ଜଗନ୍ନାଥଙ୍କର ଆବିର୍ଭାବ ଏଇ ଜାଗାରେ ରହିଛି। ଏକାମ୍ରରେ ରାଜରାଜ ଲିଙ୍ଗରାଜ ମଧ୍ୟ ଉପସ୍ଥିତ ରହିଛନ୍ତି। ତ ଏ ମାଟିରେ ଏସବୁ ଜିନିଷ କେବେ ବି ଶୋଭା ପାଇନି ବୋଲି ଦର୍ଶକ ଦେବତା ଆଜି ସ୍ୱର ଉତ୍ତୋଳନ କରି ତାକୁ ବନ୍ଦ କରିଛନ୍ତି। କହିଲେ କେବଳ 3ରୁ 4 ଜଣଙ୍କୁ ବୁଝାଏ, କିନ୍ତୁ ଯାତ୍ରା ଜଗତ ହଜାର ହଜାର ଅଛନ୍ତି। 4 ଜଣଙ୍କ ପାଇଁ ଯାତ୍ରା ଜଗତ କେତେ ବଦନାମ ମୁଣ୍ଡେଇଥିଲା ନା। ହେଇପାରେ, ଏମିତିକା ବି ହେଇପାରେ। ରାକ୍ଷସ କେତେ ଜଣ ଥାଆନ୍ତି, ତାପରେ ତାଙ୍କୁ ପୁଣି ଅସୁରମାନଙ୍କୁ ଦେବତାମାନେ ପୁଣି ଦମନ କରିଥାନ୍ତି। ନହେଲେ ନିଜେ ମା ପୁଣି ବାହାରନ୍ତି ସଂହାର କରିବା ପାଇଁ। ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ଅଭ୍ୟୁତ୍ଥାନମ ଧର୍ମସ୍ୟ ତଦାତ୍ମାନଂ ସୃଜାମ୍ୟହଂ ପରିତ୍ରାଣାୟ ସାଧୁନାଂ ବିନାଶାୟ ଚ ଦୁଷ୍କୃତାଂ ଧର୍ମ ସଂସ୍ଥାପନାଥାୟ ସମ୍ଭବାମି ଯୁଗେ ଯୁଗେ। ଶ୍ରୀକୃଷ୍ଣ ଅର୍ଜୁନକୁ କହିଥିଲେ ଯେତେବେଳେ ଅଧିକ ଭାର ହେଇଯିବ ମୁଁ ସେତେବେଳେ ଆସିବି। କିନ୍ତୁ ଦର୍ଶକ ଦେବତାଙ୍କ ମାଧ୍ୟମରେ ଆଜି ସ୍ୱୟଂ ଜଗନ୍ନାଥ ବିରୋଧର ଆୱାଜ ଉଠାଇଛନ୍ତି। ଦେଖି ତାହା ସଫଳ ହେଇଛି। ଶୁଣିବାକୁ ମିଳୁଛି ଯାତ୍ରା ପାର୍ଟିରେ ଅଶ୍ଳୀଳତା ବନ୍ଦ କରିବା ପ୍ରଥମେ ବାପି ପଣ୍ଡା ହିଁ ସ୍ୱର ଉତ୍ତୋଳନ କରିଥିଲେ। ଏଥିପାଇଁ ମୋ ଟାର୍ଗେଟ୍ ହେଇଥିଲି ଯେ ସେ କଥା ନୁହେଁ। ଯେଉଁଠି ଅଶୋଭନୀୟ ଘଟଣା ଘଟିବ, ଯେଉଁଠି ଅନ୍ୟାୟ ହେବ, ସେ ଜାଗାରେ ମୁଁ ଛିଡ଼ା ହେଇଥିବି। କାହିଁକି ନା ମୁଁ ଯେତେବେଳେ ଯାତ୍ରା ଜଗତରେ ପାଦ ଦେଇଥିଲି, ସେତେବେଳେ ଯାତ୍ରାରେ ପାଦ ଦେବା ବେଳେ ମୋତେ କିଛି ବିରୋଧ ହେଇଥିଲା ମୋ ପରିବାର ତରଫରୁ। ଯେକି ସୀମା ସୁରକ୍ଷା ବାହିନୀରୁ ଜଣେ ସେନାବାହିନୀ ସିଏ ଆସି ଯାତ୍ରାରେ। ତେଣୁ ମୋର କଳା ପ୍ରତି ବହୁତ ନିଶା ଥିଲା। ରଙ୍ଗବଳି ଅଭିନୟ କରି ଜନଜାଗରଣ କରିବା ମୋର ଲକ୍ଷ୍ୟ ଥିଲା। ତେଣୁ ଏଭଳିଆ ଜାଗାରେ ମୁଁ ଆସି ପାଦ ଥାପେ, ଏଇଟା ମୋ ପରିବାର ଲୋକମାନେ କେବେ ଚାହିଁନଥିଲେ। କିନ୍ତୁ ମୁଁ କହିଲି ସ୍ଲୋଲି ସବୁକିଛି ଧୀରେ ଧୀରେ ସୁଧୁରିବ। ଯଦି ଆମେ ତାକୁ ସେମିତି କଳୁଷିତ କରି ଛାଡ଼ିଦେବା, ତାହେଲେ ହୁଏତ ସେ ସେମିତି ରହିଯାଇପାରେ। ତେଣୁ ଆଗରୁ ଯାତ୍ରାର ମାନ ବହୁତ ବଢ଼ିଆ ଥିଲା। ଯାତ୍ରା କଳାକାରଙ୍କର ଯେଉଁ ଦକ୍ଷତା ଥିଲା, ଯାତ୍ରା କଳାକାର ସେତେବେଳେ ଯେଉଁ ସାଧନା କରିଥିଲେ ମୋର ପୂଜ୍ୟ ଗୁରୁ ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡା, ଶ୍ରୀ କୃଷ୍ଣଚନ୍ଦ୍ର ବେହେରା, ଶ୍ୟାମସୁନ୍ଦର ମହାପାତ୍ର, ଏମାନେ ହେଉଛନ୍ତି ଯାତ୍ରା ଜଗତର ଇତିହାସ। ସେମାନେ ବହୁତ ଶ୍ରମଦାନ କରି, ଅକ୍ଳାନ୍ତ ପରିଶ୍ରମ କରି ସେମାନେ এই ଯାତ୍ରା ଦଳ ତିଆରି କରିଥିଲେ। ଏଥିରେ ଅନେକ ବେକାରୀ ଯୁବକ ଯୁବତୀମାନେ ଏଠି ପ୍ରତିପୋଷଣ କରିପାରୁଛନ୍ତି। ତାଙ୍କ ପରିବାର ଏଇଥିରେ ସେମାନେ
ପ୍ରତିପୋଷଣ କରିପାରୁଛନ୍ତି। ତେଣୁ ଇଏ ଗୋଟେ ବହୁତ ବଡ଼ ଇଣ୍ଡଷ୍ଟ୍ରି। ବର୍ତ୍ତମାନ ଇଣ୍ଡଷ୍ଟ୍ରିର ମାନ୍ୟତା ନ ପାଇଲେ ବି ଜଲିଉଡ଼ ବୋଲି କୁହାଯାଏ ଏଇଟା। ଅଲିଉଡ଼ରେ ତାଲା ପଡ଼ିଗଲା ଏଇ କେବଳ କେତେଟା ଭୁଲ ଭାଲ ପାଇଁ। ତେଣୁ ମୁଁ ଚାହୁଁଛି ଆମର ଏ ଜଲିଉଡ଼ରେ ସେମିତି ନ ହେଉ, ଭବିଷ୍ୟତ କେମିତି ଉଜ୍ଜଳ ହେବ ସେଥିପାଇଁ ପ୍ରତ୍ୟେକଟି ଓଡ଼ିଶାବାସୀ ତତ୍ପର ହେବା ଉଚିତ। ଭାଇ ନାଟକ ଭିତରକୁ ଯିବା। ଚାରିକୋଣ ନାଟକ ଦମଦାର ଅଭିନୟ। ଆପଣଙ୍କର ଯେଉଁ ପାପ ଜାଣି କ'ଣ ଚରିତ୍ର ଅଛି? ବର୍ତ୍ତମାନ ଯେଉଁଟାକି ଆମେ ଖଣ୍ଡଗିରିରେ ଆମେ ବାଜିବାତ କଲୁ, ପାପ ଜାଣିନି କି ପୁଣ୍ୟ ଜାଣିନି। ମୋର ଗୁରୁଦେବ ଇଞ୍ଜିନିୟର ଆଶୁତୋଷ ମହାପାତ୍ରଙ୍କର ଅକ୍ଳାନ୍ତ ପରିଶ୍ରମ, ସେ ଏମିତି ଗୋଟେ କାହାଣୀ କ୍ରିଏଟ୍ କରିଥିଲେ ଦେଖି ଦର୍ଶକ ଭଲ ପାଇବା ସାଉଁଟିଛି। ଆମେ ସାର୍ଥକତା ଲାଭ କରିପାରିଛୁ। ସେଥିରେ ମୋତେ ଘରର ବଡ଼ ପୁଅ ଦାୟିତ୍ୱ ଦେଇଥିଲେ। ଘରର ବଡ଼ ପୁଅ ଜଣେ ପ୍ରଫେସନାଲି ଡକ୍ଟର। ତେଣୁ ବାପାଙ୍କର କିଛି ଏମିତିକା କର୍ମ ଯିଏକି ପରିବାରଟାକୁ ନଷ୍ଟଭ୍ରଷ୍ଟ କରିଦେଇଥିଲା, ତାର ସମସ୍ୟାର ସମାଧାନ ଏବଂ ତାର ପ୍ରାୟଶ୍ଚିତ ମୋ ଦ୍ୱାରା ହିଁ ହେଲା। ତେଣୁ ଏ ନାଟକର ଚରିତ୍ର ବହୁତ ଅଣ୍ଡନ୍ କ୍ୟାରେକ୍ଟର ଆଉ ସବର କ୍ୟାରେକ୍ଟର। ତାକୁ ମୁଁ କେତେ ଦୂର ନିଭେଇଛି ସେଇଟା ଦର୍ଶକ ଦେବତା ଜାଣିଛନ୍ତି। ଯେ ନାଟକର ଶେଷ ପର୍ଯ୍ୟନ୍ତ ଯେଉଁମାନେ ଦେଖିଥିବେ ତାର ପ୍ରତିକ୍ରିୟା ନିଶ୍ଚୟ ରଖିବେ। ଟିକେ ଅଧିକ ପରିଶ୍ରମ କରିବା ପାଇଁ ପଡ଼େ ଖଣ୍ଡଗିରିରେ। ନାଇଁ, କଳାକାର ତ ସବୁବେଳେ, କିନ୍ତୁ ଗୋଟେ କମ୍ପିଟିସନ୍ ମାଇଣ୍ଡ ଆସେ। ଦେଖି ଏକ୍ଜାମ୍ ପୂର୍ବରୁ ଯେମିତି ଆମେ ଏକ୍ଜାମ୍ରେ ଯେତେ ପ୍ରସ୍ତୁତ, ଏକ୍ଜାମ୍ ପୂର୍ବରୁ ପ୍ରସ୍ତୁତ ହେଇଥିଲେ ବି ଏ ଖଣ୍ଡଗିରି ପ୍ଲାଟଫର୍ମ ଉପରେ ଯେତେବେଳେ ପାଦ ଥାପନ୍ତି କଳାକାରମାନେ, ଟିକେ ମନରେ ଭୟ ଆସେ। ଦେଖି ଆମେ ଚରିତ୍ରକୁ କେମିତି ନେବା, କେମିତି ନେଇକି ଦର୍ଶକଙ୍କ ପାଖରେ ପହଞ୍ଚେଇବା, ଆଉ ଦର୍ଶକ ଭଲ ପାଇବା କେମିତି ପାଇବା, ସେଟା ଗୋଟେ କଳାକାରର ପରିଶ୍ରମରେ ହିଁ ଜଣା।